ଆଜି ମହାବିଷୁବ ପଣା ସଂକ୍ରାନ୍ତି ଓଡ଼ିଆର ନବବର୍ଷ। ଏହି ଅବସରରେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି, ଶୁଭେଚ୍ଛା ଜଣାଉଛି, ଶୁଭକାମନା ଜଣାଉଛି। ଓଡ଼ିଆର ପ୍ରାଣର ଉର୍ଜା, ଓଡ଼ିଆର ଏଇ ଯେଉଁ ନବବର୍ଷ, ଏ ସମସ୍ତଙ୍କ ପାଇଁ ସମଗ୍ର ସୃଷ୍ଟି ପାଇଁ ମଙ୍ଗଳମୟ ହେଉଛି। ଏହା ହିଁ ବିଶ୍ୱଶକ୍ତିଙ୍କ ପାଖରେ ଆମର ପ୍ରାର୍ଥନା। ସେଇ ପରମ ଶକ୍ତି ଆମ ସମସ୍ତଙ୍କର ମଙ୍ଗଳ କରୁଛନ୍ତି, ସମସ୍ତଙ୍କର ମଙ୍ଗଳ ବିଧାନ କରୁଛନ୍ତି ଏବଂ ଏଭଳି ଏକ ଶୁଭ ଦିନ ଅବସରରେ ଆମକୁ କିଛି ଉପାୟ ଦେଇଛନ୍ତି, ଯାହାକି ଆମ ନିଜ ଜୀବନକୁ ଆମେ ସକାରାତ୍ମକ ଭାବରେ ଆଟ୍ରାକ୍ଟ କରିବା ପାଇଁ କିଛି ବି ଉପାୟ ପାଉଛନ୍ତି। ବହୁତ ବହୁତ ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ। ଆଜି ବି ଭଗବାନ ବଜରଙ୍ଗବାଲିଙ୍କର ଜନ୍ମ ଦିବସ, ଯାହାକୁ ଆମେ ବିଶ୍ୱାସ କରନ୍ତି, ଶାସ୍ତ୍ରୀୟ ମାନ୍ୟତା ରହିଛି। ତ ଭଗବାନ ହନୁମାନଜୀ, ବଜରଙ୍ଗଜୀ ଭଗବାନ ଶିବଙ୍କର ରୁଦ୍ର ଅବତାର, ଏହାକୁ ଆମେ ସମସ୍ତେ ଜାଣିଛନ୍ତି। ସନ୍ଥ ତୁଳସୀ ଦାସ କୁହନ୍ତି, ତାଙ୍କର ରଚନାରେ ରହିଛି, କବନ ସୋ କାଜ କଠିନ ଜଗ ମାହି, ଯୋ ନାହିଁ ହୋୟ तात ତୁମ ପାହି। ତୁଳସୀଦାସ ଜୀ ଅତ୍ୟନ୍ତ ସ୍ପଷ୍ଟ ଭାବରେ ପ୍ରକାଶ କରିଛନ୍ତି, ଭଗବାନ ହନୁମାନଙ୍କ ପାଖରେ, ସେଇ ସଙ୍କଟ ମୋଚନ ଶକ୍ତିଙ୍କ ପାଖରେ ଏମିତି କୌଣସି କଥା ନାହିଁ ଯାହା ସମ୍ଭବ ହୁଏ ନାହିଁ। ତେଣୁ ଆମେ ସେ ଶକ୍ତିଙ୍କୁ ଯେତେବେଳେ ଆରାଧନା କରୁଛନ୍ତି, ସେ ଶକ୍ତିଙ୍କୁ ମନ ଭିତରେ ଯେତେବେଳେ ନେଉଛନ୍ତି, ଆମର ଇଚ୍ଛାକୃତ ସମସ୍ତ ସକାରାତ୍ମକ କଥାକୁ ଆମେ ସମ୍ଭବ କରିପାରିବା। ଆମେ ସମର୍ଥ ହେଇପାରିବା। ଆମେ ହନୁମାନ ଚାଳିଶାରେ ନେଉଛନ୍ତି, ଆମେ ଜାଣିଛନ୍ତି, ସଂକଟ ସେ ହନୁମାନ ଛୁଡ଼ାଓଏ, ମନ କ୍ରମ ବଚନ ଧ୍ୟାନ ଜଲାଓଏ। ଏହାକୁ ଆମେ ମର୍ମେ ମର୍ମେ ବୁଝିଛନ୍ତି। ଏଇ ଅବସରରେ ଆମେ ଏବେ ଯେଉଁ ସୁନ୍ଦର ଦିବସ ଚାଲିଛନ୍ତି, ବହୁତ ସୁନ୍ଦର ଭାବରେ ଅନୁଭବ କରନ୍ତୁ। ଏବେ ମାଙ୍କର ଚାଲିଛନ୍ତି ନବଦିନାତ୍ମକ ପୂଜା ଚାଲିଛନ୍ତି। এই ନବରାତ୍ରି ସମୟରେ ମା ପ୍ରତିଦିନ ଏକ ସ୍ୱରୂପ ଧାରଣରେ ଆମେ ତାଙ୍କୁ ପୂଜା ଅର୍ଚ୍ଚନା କରୁଛନ୍ତି। ଏଇ ସମୟ ଭିତରେ ବି ଆମେ ପାଉଛନ୍ତି ଭଗବାନ ହନୁମାନଜୀଙ୍କର এই ଜୟନ୍ତୀ ଉତ୍ସବକୁ ପାଉଛନ୍ତି, ମହାବିଷୁବ ପଣା ସଂକ୍ରାନ୍ତିକି ପାଉଛନ୍ତି, ଓଡ଼ିଆର ନବବର୍ଷକୁ ପାଉଛନ୍ତି। ତ ମଣିଷ ଜୀବନ, ଆମର ବିଶ୍ୱାସ ରହିଛି, ଆମର ବିଶ୍ୱାସ ଅନେକ ସମୟରେ ଆମକୁ ସମସ୍ୟା ଜର୍ଜରିତ କରିଥାଏ। ଯେମିତିକି ଆମେ କୌଣସି ଇଚ୍ଛାକୃତ ଜିନିଷକୁ ଯେତେବେଳେ ନ ପାଉଛନ୍ତି, ସେତେବେଳେ ତାହାକୁ ଆମେ ସମସ୍ୟାରେ ଗଣନା କରୁଛନ୍ତି। ଆମର ଦୃଷ୍ଟିଭଙ୍ଗୀ ଯେତେବେଳେ ବଦଳିଯାଏ, ପ୍ରତ୍ୟେକ ସମସ୍ୟାରୁ ଆମେ ସୁଯୋଗ ଯେତେବେଳେ ଖୋଜୁଥାଏ, ସେତେବେଳେ ଆମକୁ ଜୀବନର ଅନ୍ୟ ଏକ ପ୍ରଦେଶକୁ ଯିବାର ସୁଯୋଗ ମିଳେ। ତ ସେଇ ଧାରଣାକୁ ନେଇ ଯଦି ଆମେ କେବେ ଭାବୁଥାନ୍ତି ଆମ ଲାଇଫରେ କିଛି ସମସ୍ୟା ଚାଲିଛି, ବା ଆପଣ ରିମେଡି ଭାବିପାରନ୍ତି, ବା ଆଜିର ପୂଜା ଅର୍ଚ୍ଚନା ବୋଲି ଭାବିପାରନ୍ତି, ଆଜି ସରଳର ବିଧି ବୋଲି ଭାବିପାରନ୍ତି। ଯଦି ଚାହାନ୍ତି, ଆଜି ଆପଣଙ୍କର ଘରେ ହେଉ ବା ମନ୍ଦିରରେ, ହନୁମାନଜୀଙ୍କ ମନ୍ଦିରରେ ହେଉ, ଆମେ ବିଡ଼ିଆ ପାନ ଅର୍ପଣ କରିପାରିବା। ସେଇ ବିଡ଼ିଆ ପାନରେ ଆମେ ଅନ୍ୟ କୌଣସି ଜିନିଷ ଦେବା ନାହିଁ, ମାନେ ପାନପତ୍ର, ଗୁଜୁରାତି, ମିଶ୍ରି ରହିବ। ପାନପତ୍ର, ଗୁଜୁରାତି, ମିଶ୍ରି ରହିବ। ସେଇ ପାନକୁ ଆପଣ ଯଥା ବିଧି ଭାବରେ ତାକୁ ଫୋଲ୍ଡିଂ କରିକି ତା ଉପରେ ଲବଙ୍ଗରେ ତାହାକୁ ବନ୍ଦ କରିବେ। ତ ଏଇ ପାନକୁ ଆପଣ ଭଗବାନ ହନୁମାନଜୀଙ୍କୁ ଆଜି ଚଢ଼େଇ ପାରିବେ। ତ ସେଇ ଟୋଟାଲ ସମୟ ଭିତରେ, ସେଇ ପ୍ରୋସେସ ଭିତରେ, ସେଇ ପ୍ରକ୍ରିୟା ଭିତରେ ଆମେ ରାମ ନାମ ଜପ କରୁଥିବା, ଭଗବାନ ହନୁମାନଜୀଙ୍କର ଅତି ପରମ ପ୍ରିୟ ପ୍ରଭୁ ସେଇ ଭଗବାନ ରାମଙ୍କର ନାମ ଜପ କରୁଥିବା, ଶ୍ରୀରାମ ଜୟ ଜୟ ରାମ, ଶ୍ରୀରାମ ଜୟ ଜୟ ରାମ, ଏଇଭଳି ନାମ ଆମେ ଜପ କରୁଥିବା। ତ ପରଦିନ ଯଦି ଆମେ ଘରେ ଏହି ରିମେଡି କରୁଥାଏ, ଘରେ ଏଇ ସରଳ ବିଧି ଆମେ ଅବଲମ୍ବନ କରିବା, ତ ପରଦିନ ଏଇ ପାନ ଗୁଡ଼ିକୁ ଉଠାଇ ଆପଣ ମାଟି ତଳେ ହିଁ ତାକୁ ପୋତିଦେବେ। ଇଏ ହେଉଛି ଗୋଟିଏ ଆମର ରିମେଡିଜ। ଆମେ ଏବେ ଦ୍ୱିତୀୟ ରିମେଡିକି ଯାଉଛନ୍ତି, ଯେମିତିକି ଆମେ ଆଜି ହିଁ କରିପାରିବା, ପ୍ରତି ଶନିବାର କରିପାରିବା, ପ୍ରତି ମଙ୍ଗଳବାର କରିପାରିବା,
କୋଉ ଶନିବାର ବି କରିପାରିବା, କି କୌଣସି ମଙ୍ଗଳବାର ବି କରିପାରିବା। କୋଉଠି ନା କୋଉଠି କାହା ପାଖରେ ବିଶ୍ୱାସ ଥାଏ ଯେ ଶନି ମହାରାଜଙ୍କର ବର୍ତ୍ତମାନ ସମୟ ଚାଲିଛି, ମତେ ଏଇଭଳି ଅସୁବିଧା ଅଛି, ମଙ୍ଗଳ ପ୍ରକ୍ରିୟା ଚାଲିଛି, ମଙ୍ଗଳଙ୍କର ପ୍ରଭାବ ଚାଲିଛି, ଏଇଭଳି ଅସୁବିଧା ଅଛି। ତ ସେଇଭଳି ଯଦି କେହି ଅନୁଭବ କରୁଥାନ୍ତି ବା ଆଷ୍ଟ୍ରୋଲୋଜି ଉପରେ ବିଶ୍ୱାସ ରଖିଥାନ୍ତି, ତ ଆମେ ଶନିବାରରେ ଲବଙ୍ଗ, ଗୁଜୁରାତି ଆଉ ଗୁଆ ଭଗବାନ ହନୁମାନଙ୍କୁ ଚଢ଼େଇ ପାରିବା। ଆଜି ତ ନିଶ୍ଚିତ ଭାବରେ ଚଢ଼େଇ ପାରିବା। ଯଦି ମଙ୍ଗଳ ଦୋଷ ଚାଲିଛନ୍ତି ବୋଲି ଭାବୁଛନ୍ତି, ତାହେଲେ ଏଇ ଲବଙ୍ଗ, ଗୁଜୁରାତି, ଗୁଆ ଆମେ ମଙ୍ଗଳବାରରେ ବି ଚଢ଼େଇ ପାରିବା। ତ ମଙ୍ଗଳର ପ୍ରଭାବରେ ଆମର ବିଭିନ୍ନ କଥା ଥାଏ, ଆମର ଗରିବୀ ଥାଏ, ଆମର ଅଯଥାରେ କୌଣସି ପ୍ରକାର କୋର୍ଟ କେସ୍ ବି ଚାଲିଥାଏ। ଏଇ ସଙ୍କଟ ମୋଚନ ପାଇଁ ଆମେ ମଙ୍ଗଳଙ୍କର ଇଏ ପାଇଁ ମାନେ ପ୍ରଭାବକୁ କମାଇବା ପାଇଁ ଆମେ ୟାକୁ କରିପାରିବା। ସେଇ ପ୍ରଭାବରେ ଆମକୁ ସମସ୍ୟା ବିଭିନ୍ନ ଥାଏ, କୌଣସି ନା କୌଣସି ଜାଗାରେ ଛୋଟ ବଡ଼ ଦୁର୍ଘଟଣା ବି ରୁହେ, ଭାଇ ଭଉଣୀଙ୍କର ସମ୍ପର୍କ ହାନି ହୁଏ, ବିଶେଷ ଭାବରେ ଭୂମିକଳହ ହୁଏ, ବା ଭୂମିକି ନେଇକି କିଛି ନା କିଛି ପ୍ରୋବ୍ଲେମ ଚାଲି ରହିଥାଏ। ତ ଏଇ ପ୍ରକ୍ରିୟାକୁ ଆମେ କରିପାରିବା। ତ ଆଜି ଆମେ ରାଶି ତେଲରେ ଦୀପ ଜଳେଇକି ସେଥିରେ 2ଟି ଲବଙ୍ଗ ପକେଇକି ଆମେ ଆଳତି କରିପାରିବା ଭଗବାନ ହନୁମାନଙ୍କୁ, ଯୋଉଟା କି ବିଶେଷ ଭାବରେ ବିଶ୍ୱାସ ରହିଛି ଆମକୁ ଧନ ପ୍ରାପ୍ତିରେ ସହଯୋଗ କରିବା ସହିତ କରଜରୁ ମୁକ୍ତି କରିବା ପାଇଁ ସହାୟକ ହେଇଥାଏ। ରାଶି ତେଲର ଦୀପ, ସେଇଥିରେ 2ଟି ଲବଙ୍ଗ ପକେଇକି ଆମେ ତାକୁ ମାନେ ଆଳତି କରିପାରିବା। ତ ଏବେ ଆମେ ଆଉ ଗୋଟିଏ ରିମେଡିକି ଯାଉଛନ୍ତି, ଯୋଉଥିରେ ବିଶ୍ୱାସ ଥାଏ କି କୌଣସି ନା କୌଣସି ଜାଗାରେ ଆମ ଘରେ କିଛି ବ୍ଲାକ୍ ମ୍ୟାଜିକ୍ ଚାଲିଛି, ବା କେହି କେହି କୁହନ୍ତି ଯେ ଘରେ ଆମେ ଅଛୁ, କିଛି ଅନୁଭବ ହୁଏ, ନେଗେଟିଭ ଅନୁଭବ ହୁଏ, ବା ନିଜର ଘରକୁ ସୁରକ୍ଷା ଦେବା ପାଇଁ ଆମେ ଏଇ ପ୍ରକ୍ରିୟାକୁ ଅବଲମ୍ବନ କରିବା। ଆମେ ବଜାରରୁ ଯୋଉ ନଡ଼ିଆ ପାଉଛନ୍ତି, ଯୋଉ ନଡ଼ିଆକୁ ଆମେ ଭୋଗରେ ଲଗାଇବା ପାଇଁ ଯାଉଛନ୍ତି, କତା ଲଗା ନଡ଼ିଆ, ସେ ନଡ଼ିଆ ଗୋଟିଏ ନବା। ଆମେ ଯେମିତି ପ୍ରକ୍ରିୟା କରୁଥିଲେ ଆମର ନବରାତ୍ରିର ରିମେଡରେ, ସେଇଭଳି ରୋଲି ହେଉ ବା ସିନ୍ଦୁର ହଉ, ସେଥିରେ ଆପଣ ଗୋଟେ ପେଷ୍ଟ ତିଆରି କରିବେ। ସେଇ ପେଷ୍ଟରେ ପ୍ରତ୍ୟେକ ନଡ଼ିଆ ଉପରେ ସ୍ୱସ୍ତିକ କରିବେ, ପ୍ରତ୍ୟେକ ନଡ଼ିଆ ଉପରେ ସ୍ୱସ୍ତିକ କରିବେ। ସେଇ ନଡ଼ିଆକୁ ଭଗବାନ ହନୁମାନଙ୍କ ପାଦ ତଳେ ସମର୍ପଣ କରିବେ। ତ ଯଦି ସକରୁଳା କରୁଛନ୍ତି, ତାହେଲେ ଆମେ ତାକୁ ପୁଣି ଉଠେଇକି ରଖିଦବା। ସେଇ ନଡ଼ିଆକୁ ଆମେ ଉଠେଇକି ରଖିଦବା। ଏଇ ପ୍ରକ୍ରିୟା ଆଜି ଆପଣ କରିପାରିବେ, ନଚେତ୍ ମଙ୍ଗଳବାରରେ କରିପାରିବେ। 11ଟି ମଙ୍ଗଳବାର ଆମକୁ ଏଇଭଳି କରିବାକୁ ପଡ଼ିବ। ସେଇ ଗୋଟିଏ ନଡ଼ିଆ, 11ଟି ନଡ଼ିଆ ନବାର ନାହିଁ। ପ୍ରତି ମଙ୍ଗଳବାର ଆମେ ପ୍ରଥମ ମଙ୍ଗଳବାରରେ ଆମେ ସିନ୍ଦୁର ବା ରୋଲି ତାକୁ ପେଷ୍ଟ କରିକି ଆମେ ସ୍ୱସ୍ତିକ କରୁଛନ୍ତି। ତାପରେ ହନୁମାନ ଚାଳିଶା ପାଠନ କରୁଛନ୍ତି। ପାଠନ କରିକି ଆମେ ସେଇ ନଡ଼ିଆକୁ ଭଗବାନ ହନୁମାନଙ୍କର ପାଦ ତଳେ ସମର୍ପଣ କରୁଛନ୍ତି। ପୁଣି କିଛି ସମୟ ପରେ ତାକୁ ଆମେ ଉଠେଇକି ଥଉଛନ୍ତି। ଏଇଭଳି ଭାବରେ 11ଟି ମଙ୍ଗଳବାର ଆମକୁ କରିବାକୁ ପଡ଼ିବ। 11ଟି ମଙ୍ଗଳବାର ପରେ ସେଇ ନଡ଼ିଆକୁ ଆମେ ଗୋଟେ ଲାଲ କପଡ଼ାରେ ଆମେ ତାକୁ ବାନ୍ଧିଦବା। ଧଳା ସୋରିଷ କିଛି ସେଇଥିରେ ବାନ୍ଧିବା। ଆମର ଦ୍ୱାରର ମୁଖ୍ୟ ଦ୍ୱାରର କୌଣସି ଜାଗାରେ ଆମେ ତାକୁ ବାନ୍ଧିଦବା। ସେଇଆ କଲେ ବା ସେଇ ଉପାୟ ଅବଲମ୍ବନରେ କୌଣସି ପ୍ରକାର ନକାରାତ୍ମକ ଶକ୍ତି ଆମ ଘର ଭିତରକୁ ପ୍ରବେଶ କରିପାରେ ନାହିଁ। ବିଶେଷ ଭାବରେ ଆମେ ଯେତେବେଳେ ଋଣ ମୁକ୍ତି ଉପାୟରେ ଆଲୋଚନା କରିଥିଲେ, ସେଇଭଳି ଭାବରେ ଆମେ ଯୋଉ ଭଗବାନ ହନୁମାନଜୀଙ୍କୁ ଗୁଡ଼ ଆଉ ଚଣାର ପ୍ରସାଦ ଆଜି ଅର୍ପଣ କରିପାରିବା, ବହୁତ ଶୁଭ ରହେ। ବିଶେଷ ଭାବରେ କରଜ ସହିତ ଯୋଉମାନେ ଅଛନ୍ତି, ଆଜି ଏଇ ପ୍ରକ୍ରିୟାକୁ ଆପଣମାନେ କରିପାରିବେ। ଆଜି ଯୋଉ ବି ଦୀପ ଦାନ କରୁଛନ୍ତି, ଯାହା ବି ଦୀପ ଜଳଉଛନ୍ତି, ସେଇ ଦୀପ ତଳେ ଯଦି ଆମେ ମାନେ ମସୁରୀ ଡାଲିର ଦାନା 2ଟା କି 4ଟା ଆମେ ରଖୁଛନ୍ତି, ଏହା ବି କରଜରୁ ମୁକ୍ତ ପାଇଁ ଆମକୁ ସହାୟ କରିଥାଏ। ଗୁଡ଼ ଚଣା ପ୍ରସାଦ ଆମେ ଆଜି କରିପାରିବା।
ବୁନ୍ଦି ଲଡୁ ବି ଆମେ ଆଜି ପ୍ରସାଦ ଦେଇପାରିବା। ସେଇଭଳି ଭାବରେ ସେଇ କରଜରୁ ମୁକ୍ତି ବିଶେଷ ଭାବରେ ଯୋଉମାନଙ୍କର ଇନକମ୍ ସୋର୍ସ ନାହିଁ, ଇନକମ୍ ସୋର୍ସ କୋଉ ରାସ୍ତାରୁ କରିବା ପାଇଁ ଆଜି ହିଁ ମନସ୍ଥିର କରିପାରୁନାହାନ୍ତି, ଧନ ପ୍ରାପ୍ତି ପାଇଁ, ନୂତନ ରାସ୍ତା ପ୍ରାପ୍ତି ପାଇଁ, ଧନ ପ୍ରାପ୍ତିର ନୂତନ ମାର୍ଗ ପାଇଁ ଆମେ ଏଇ ସୁନ୍ଦର ଭାବରେ ଦୁଇଟି ଉପାୟ ଆମେ କରିପାରିବା। ପ୍ରଥମ ଉପାୟଟି ହେଉଛି ଆମେ ଅଟାର ଦୀପ 5ଟି କରିବା। ଅଟାର 5ଟି ଦୀପ କରିବା, ବରଗଛର 5ଟି ପତ୍ର ଆଣିବା, ପ୍ରତ୍ୟେକ ପତ୍ର ଉପରେ ଗୋଟିଏ ଦୀପ ନବା, ତୁଳାବତୀ ଦେଇକି ଆମେ ତାକୁ କୌଣସି ତେଲ ଦେଇପାରିବା, ତେଲ ଦେଇକି ଆମେ ସେଇଥିରେ ଆଳତି କରିପାରିବା। 5ଟି ଅଟାର ଦୀପ କରିବା, ସେଇ ଅଟାର ଦୀପକୁ ବରପତ୍ର 5ଟି ଆଣିବା, ଗୋଟିଏ ଥାଳିରେ ସେଇ ବରପତ୍ରର ବରପତ୍ର 5ଟି ରହିବ, ତା ଉପରେ ଦୀପ ରହିବ। ସେଇ ଦୀପକୁ ତୁଳାବତୀ ସାହାଯ୍ୟରେ ଆମେ ଜଳେଇକି ଭଗବାନ ହନୁମାନଙ୍କୁ ଆମେ ନିଜ ମନର ଆରତି କରିପାରିବା। ଇଏ ହେଉଛି ଗୋଟିଏ ଉପାୟ। ଦ୍ୱିତୀୟ ଉପାୟ ହେଉଛି ସେଇ ନୂତନ ମାର୍ଗ ପାଇଁ ବା କରଜ କଷ୍ଟ ପାଇଁ ବା ଧନର ଉପାୟ ପାଇଁ ଦ୍ୱିତୀୟ କଥା ହେଉଛି ଆମେ 11ଟି ଓସ୍ତପତ୍ର ଆଣିବା, ତାହାକୁ ଲାଲ ସୂତାରେ ଏକ ମାଳା ତିଆରି କରିବା ଏବଂ ଯୋଉ ସିନ୍ଦୁର ଆମେ ପେଷ୍ଟ କରିଥିବା ବା ଏଇ ଉପାୟକୁ କେବଳ ଯିଏ କରିବେ, ଯୋଉ ସିନ୍ଦୁର ଟିକେ ପେଷ୍ଟ କରିବେ ବା ରୋଲି ପେଷ୍ଟ କରିକି ହିନ୍ଦୀରେ ପ୍ରତ୍ୟେକ ପତ୍ର ଉପରେ ଶ୍ରୀରାମ ଲେଖିବେ, ହିନ୍ଦୀରେ ପ୍ରତ୍ୟେକ ପତ୍ର ଉପରେ ଶ୍ରୀରାମ ଲେଖିକି ସେ 11ଟି ଅସ୍ତପତ୍ରର ମାଳା ଭଗବାନ ହନୁମାନଙ୍କୁ ଆଜି ଅର୍ପଣ କରିପାରିବେ। ବିଶେଷ ଭାବରେ କୌଣସି ଉପାୟ ଆପଣ ଆଜି ଯୋଉମାନେ ବି କରୁନାହାନ୍ତି ବା ଯୋଉମାନେ ବି ସମସ୍ତ ଉପାୟ କରୁଛନ୍ତି ବା ନବରାତ୍ର ଉପାୟ କରୁଛନ୍ତି, ସମସ୍ତଙ୍କ ପାଇଁ ଅନ୍ତତଃ ଆଜି ଗୋଟିଏ ଉପାୟ ନିଶ୍ଚିତ ଭାବରେ କରନ୍ତୁ। ଆମେ ଦୀପରେ ସୋରିଷ ତେଲ ଦେଇକି 2ଟା ଲବଙ୍ଗ ପକେଇଦବା, ସୋରିଷ ତେଲର ଏକ ଦୀପ ଆଜି ଆମେ ଘରେ ପ୍ରଜ୍ୱଳନ କରିବା, ଯୋଉଥିରେ 2ଟା ଲବଙ୍ଗ ପଡିଥିବ। ସେଇ ଦୀପକୁ ଆମେ ଘର ବାହାର ପ୍ରତିଟି ରୁମରେ ଆପଣ ବୁଲେଇ ନିଅନ୍ତୁ। ଏଇଟା କରିପାରନ୍ତୁ, ନହେଲେ କର୍ପୂରରେ ଲବଙ୍ଗ ପକେଇକି ସେଇ ଆଳତି ଆଜି ଘରର ସମସ୍ତ ପ୍ରତି ରୁମରେ ଆପଣଙ୍କର ନିଶ୍ଚୟ ଭାବରେ ବୁଲାନ୍ତୁ। ଏଇ ଥିଲା ଆଜିର ସୁନ୍ଦର ଭାବରେ ଆମର ଅନେକ ରିମେଡିଜ। ଯୋଉମାନଙ୍କର ଆବଶ୍ୟକ ଅନୁଭବ କରୁଛନ୍ତି, ୟାକୁ ଆପଣ ଏଇ ରିମେଡି କି କରିପାରିବେ। ବହୁତ ବହୁତ ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ। ବିଶ୍ୱଶକ୍ତି ବହୁତ ବହୁତ ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ। ନମସ୍କାର।